ଗତ ବର୍ଷ 2025 ମାର୍ଚ୍ଚ ମାସ ବେଳକୁ ଆମର ଦଳଟାଙ୍କି ସହର ଏବଂ ପାଳାଖେମୁଣ୍ଡ ପ୍ରାୟ 25-30 ମହିଳା ଆସିଥିଲେ। ଆସି ସେ ରିପୋର୍ଟ କରିଥିଲେ ଯେ ଏମିତି ଝିଲି ସାହୁ ନାମକ ଜଣେ ମହିଳା ଯିଏକି ତାଙ୍କୁ ବିଭିନ୍ନ ଆଳ ଦେଖେଇକି ବ୍ୟାଙ୍କର ଲୋନ୍ କରେଇଦେବି ଏବଂ ତାଙ୍କର ନିଜ ପଇସା ମୁଁ ମାର୍କେଟରେ ବୁଲେଇକି ତାଙ୍କୁ ପ୍ରଫିଟ୍ ଦେବି, ଏଇ ଟାଇପ୍ର ସବୁ ତାଙ୍କୁ ବୁଝେଇକି ତାଙ୍କର ଗ୍ରୁପ ଲୋନ୍ କରିଦେବା ପାଇଁ ବାହାନାରେ ସମସ୍ତଙ୍କ ଡକୁମେଣ୍ଟସ୍ ଗୁଡ଼ା କଲେକ୍ସନ୍ କରି ତାଙ୍କୁ ଛୋଟିଆ ଛୋଟିଆ ଲୋନ୍ କରେଇକି ସେ ପଇସା ଗୁଡ଼ାକ ସେ ବାଇ କ୍ୟାସ୍ ନେଇଯାଏ ଏବଂ ସେ କ୍ୟାସ୍ ଗୁଡ଼ାକ ରୋଟେସନ୍ କରାଏ, ଏପଟ ସେପଟ ରୋଟେସନ୍ କରାଏ, ଇଣ୍ଟରେଷ୍ଟରେ ବୁଲାଏ। ତା ସହିତ ସେ କ'ଣ କରୁଛି ସେମାନଙ୍କର କିଛି ମହିଳାମାନଙ୍କର ସୁନା ଟଙ୍କା ସହିତ ସୁନା ବି ସେ ନେଇକି ବ୍ୟାଙ୍କରେ ବନ୍ଧା ପକାଇ ଦେଇଛି। ଯେତେବେଳେ ରିପୋର୍ଟ କେସ୍ ହେଲା ପରେ ଆଉ ସେ ତଦନ୍ତରେ ଆମକୁ କୋପରେଟ୍ କଲେନି, ସେ ଫେରାର ହେଇଗଲେ ପାଳାଖେମୁଣ୍ଡି ସହରରୁ। ସବସିକ୍ୱେଣ୍ଟଲି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମଧ୍ୟ ପର୍ଯ୍ୟନ୍ତ ଗଲେ ବି ତାଙ୍କୁ ବେଲ୍ ମିଳିଲାନି ଏବଂ ବର୍ତ୍ତମାନ ତାଙ୍କୁ ଆମେ ଆରେଷ୍ଟ କରିଛୁ। ଆମ ତଦନ୍ତ ଭିତରେ ଆମେ ତାଙ୍କର ପ୍ରାୟ ମୁଥୁଟ୍ ଫାଇନାନ୍ସରେ ପ୍ରାୟ ଅଧା କେଜି ସୁନା ପାଖାପାଖି ଅଛି, ସେଗୁଡ଼ାକ ଇଣ୍ଡିଆନ୍ ବ୍ୟାଙ୍କ ବ୍ୟତୀତ ଆଉ ତାଙ୍କର ଯେଉଁ ଆକାଉଣ୍ଟ ଗୁଡ଼ାକ ଦୁଇଟା ଆକାଉଣ୍ଟ ଥିଲା, ସେ ଆକାଉଣ୍ଟର ଟ୍ରାଞ୍ଜାକ୍ସନ୍ ବି ଆମେ ଲାଷ୍ଟ 2 ବର୍ଷର ଆମେ ଭେରିଫାଏ କରିଛୁ। ଲାଷ୍ଟ 2 ବର୍ଷ ଭିତରେ ତାଙ୍କ ଆକାଉଣ୍ଟରେ 37 ଲାକ୍ସ ଟ୍ରାଞ୍ଜାକ୍ସନ୍ ହେଇଛି। ଏହା ସହିତ ତାଙ୍କ ପୁଅ, ସ୍ୱାମୀ, ଝିଅ ଏବଂ ଭଉଣୀ, ମା ସେମାନଙ୍କର ମଧ୍ୟ ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟ୍ରାଞ୍ଜାକ୍ସନ୍ସ ରହିଛି, କ୍ୟାସ୍ ଟ୍ରାଞ୍ଜାକ୍ସନ୍ ଅଛି, UPI ଟ୍ରାଞ୍ଜାକ୍ସନ୍ସ ବହୁତ ଅଛି। ସେ ଆଧାରରେ ଆମେ ତାଙ୍କର ଯେହେତୁ ତାଙ୍କର ସୋର୍ସ ଅଫ୍ ଇନକମ୍ କିଛି ନାହିଁ ବଟ୍ ଟ୍ରାଞ୍ଜାକ୍ସନ୍ ଇଜ୍ ହ୍ୟୁଜ୍, ଆମେ ସେ ଅନୁସାରେ ଆମେ କେସ୍ରେ ତଦନ୍ତ କଲା ପରେ ତାଙ୍କ ଏଗେନଷ୍ଟରେ 420 ଏବଂ 406 ଏହା ସହିତ ଅନ୍ୟାନ୍ୟ ଦଫା ଲାଗିଛି, ତଦନ୍ତ ଜାରି ରହିଛି। ହଁ, ତାଙ୍କର ମୁଭେବଲ୍ ଆଣ୍ଡ ଇମୁଭେବଲ୍ ପ୍ରପର୍ଟି ବୋଥ୍ ଦୁଇଟା ଯାକ ଆମେ ସିଜ୍ କରିବା ପାଇଁ ଦେଖିଛୁ ବ୍ୟାଙ୍କ ଏବଂ ସିଜ୍ ବି କରିଛୁ କିଛି ପ୍ରପର୍ଟି, ମୋବାଇଲ କଷ୍ଟଲି ମୋବାଇଲ କିଛି ସିଜ୍ କରୁଛୁ, ତା ସହିତ ସ୍କୁଟର ଦୁଇଟା ସିଜ୍ କରୁଛୁ ଏବଂ ତାଙ୍କ ମାଙ୍କ ନାଁରେ, ଭଉଣୀଙ୍କ ନାଁରେ, ପରିବାର ବର୍ଗଙ୍କ ନାଁରେ ଯେତିକି ଜମି ଅଛି ସେଗୁଡ଼ାକ ସବୁ ରେଭିନ୍ୟୁ ଡିପାର୍ଟମେଣ୍ଟ ସବୁ ମାଗିଛୁ ଏବଂ ସେଗୁଡ଼ାକ ମଧ୍ୟ ଆମେ ଫ୍ରିଜ୍ ପାଇଁ ଲେଖି ଦେଇଛୁ। ପରବର୍ତ୍ତୀ ଆମେ କୋର୍ଟକୁ ଚାର୍ଜସିଟ୍ ଦେଲା ପରେ କୋର୍ଟର ଆଦେଶ ଅନୁସାରେ ଆମେ ପରବର୍ତ୍ତୀ ଆକ୍ସନଟା ଯାହା ନେବୁ। ସାର୍, ପୋଲିସ ବହୁତ ଥର ଚେଷ୍ଟା କରିଥିଲା ଆଉ ସେତେବେଳେ ଘଟଣାରେ ଥିଲେ ଆମର ଅଭିଯୁକ୍ତ ମହିଳା ଜଣକ। ସାର୍, କ'ଣ ସେମିତି ରହିଥିଲା ଯେ ପୋଲିସ ଉପରେ ଅସଫଳ ହେଲା, କିନ୍ତୁ ହଠାତ୍ ଗୋଟେ ପୋଲିସ ତମର ସଫଳତାକୁ ମାନେ ସକ୍ସେସ୍ ହେଇପାରିଲା? ଦେଖନ୍ତୁ, ଏଇଟା ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ୍, ସେ ବହୁତ ଚାଲାକ ଅଛନ୍ତି। ସେ କ'ଣ ଡିଫରେଣ୍ଟ ନମ୍ବର ସମସ୍ତଙ୍କୁ କଲ୍ କରନ୍ତି, ଭିକ୍ଟିମ୍ସ ମାନଙ୍କୁ ବି କଲ୍ କରନ୍ତି, ସେ ଭିକ୍ଟିମ୍ସ ମାନଙ୍କୁ ଗେନ୍ ଓଭର କରିବା ପାଇଁ ଚେଷ୍ଟା କରୁଛନ୍ତି। ତ ସେ ଭିକ୍ଟିମ୍ସ ମାନଙ୍କର ହିଁ ସେ ପର୍ଟିକୁଲାର ଗୋଟେ ଭିକ୍ଟିମ୍ସକୁ କହିଦେଇଥିବେ ଯେ ଥାନାରେ କ'ଣ ଚାଲିଛି ତୁ ଖବର ଦେ। ଭିକ୍ଟିମ୍ସ ମାନେ ଯେତେବେଳେ ଆସନ୍ତି ସେ ଥାନାରେ କ'ଣ ଚାଲିଛି ସେ ଖବର ପାଇଯାଏ ବା ପୁଲିସ କୁଆଡ଼େ ରେଡ୍ରେ ଗଲା କ'ଣ କଲା, ବର୍ତ୍ତମାନ ନେକ୍ସଟ ଷ୍ଟେପ୍ ପୁଲିସ କ'ଣ କବ, ସେ ଭିକ୍ଟିମ୍ ମାନଙ୍କରୁ ହିଁ ସେ ଖବର ସଂଗ୍ରହ କରିକି ଚାଲାକିରେ ବୋଲୁଥିଲା। ସାର୍, ବର୍ତ୍ତମାନ ଆଜିର ଟିମ୍ରେ ଆମର SI ଲେଡି ସବ୍ ଇନ୍ସପେକ୍ଟର କୌତୁକ ସେଠି ଯାଇଥିଲା ଏବଂ କିଛି ମହିଳା କର୍ମଚାରୀ ଯାଇଥିଲେ ଏବଂ ରାୟଗଡ଼ାରେ ତାଙ୍କୁ ଟ୍ରେସ୍ କରିକି ତାଙ୍କୁ ଡାକିକି ଧରିକି ଆସିଛି। ସାର୍, କହିପାରିବେ ପୋଲିସରେ ଗୋଟେ ବହୁତ ବଡ଼ ସଫଳତା 2 ବର୍ଷ ପରେ ଚେଷ୍ଟାଟା ସଫଳ ହେଇଛି? ନିଶ୍ଚୟ ସଫଳତା ହେଇଛି, କିନ୍ତୁ ଆମର ତଦନ୍ତ ପ୍ରକ୍ରିୟା ଆହୁରି ଟିକେ ତ୍ୱରାନ୍ୱିତ କରିକି ଆମେ ଚାର୍ଜସିଟ୍ ଯେମିତି ଆମେ ଭଲରେ ସବମିଟ୍ କରିପାରିବୁ ଏବଂ ଭିକ୍ଟିମ୍ସ ମାନେ ଯେମିତି ତାଙ୍କର ପଇସା ପାଇପାରିବେ ତା ଉପରେ ଆମେ ଗୁରୁତ୍ୱ ଦେବୁ, ତେବେ ଯାଇକି ଆମର ସକ୍ସେସ୍ ହେବ।